ଓଡ଼ିଶା ଢେଙ୍କାନାଳ ଜିଲ୍ଲା ସହରର ମୁଖ୍ୟ ଷ୍ଟାଡ଼ିୟମ୍। ବର୍ତ୍ତମାନ ଷ୍ଟାଡ଼ିୟମ୍ ପଡ଼ିଆ ସୁଚାରୁ ଅତି ସୁନ୍ଦର ରୂପ ଦେବା ପାଇଁ ଦେଖନ୍ତୁ ଆଧୁନିକ ଯନ୍ତ୍ର ମାଧ୍ୟମରେ ସଫେଇ କାର୍ଯ୍ୟ ଚାଲିଛି। ଆଧୁନିକ ଯନ୍ତ୍ର ମାଧ୍ୟମରେ ଖେଳ ପଡ଼ିଆର ରୂପରେଖ ଉନ୍ନତମାନର କରାଯାଉଛି। ସାରା ଭାରତ ବର୍ଷରୁ ବହୁ ଫୁଟବଲ ଖେଳାଳି ଖେଳ ଟୁର୍ଣ୍ଣାମେଣ୍ଟ କରାଯିବ। ଖେଳ ପଡ଼ିଆର ରକ୍ଷଣାବେକ୍ଷଣ ଉନ୍ନତମାନର କରାଯାଉଛି। ଅତି ଉନ୍ନତମାନ ମେସିନରେ ସଫେଇ କାର୍ଯ୍ୟ ଚାଲିଛି ଖେଳ ପଡ଼ିଆର। ଭାରତ ବର୍ଷର ବହୁ ଖେଳାଳିଙ୍କୁ ନେଇ ବିଭିନ୍ନ ରାଜ୍ୟର ଖେଳାଳିଙ୍କୁ ନେଇ ଖେଳ କାର୍ଯ୍ୟ ହେବ। ଦେଖନ୍ତୁ ଅଲ୍ ଇଣ୍ଡିଆ ଲେବୁଲର ନ୍ୟାସନାଲ୍ ଲେବୁଲର ଗୋଟିଏ ଫୁଟବଲ ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି। କିନ୍ତୁ ପଡ଼ିଆଟି ସୁନ୍ଦର କରିବା ପାଇଁ ଆସୋସିଏସନ୍ ତରଫରୁ ତତ୍ପରତା ପ୍ରକାଶ ପାଇଛି। ହେଲେ ଦେଖନ୍ତୁ ଡେଙ୍ଗୁ ଜ୍ୱର ହେବା ପାଇଁ, ଆଧୁନିକ ରୋଗ ହେବା ପାଇଁ ମୁଖ୍ୟ ଷ୍ଟାଡ଼ିୟମ୍ରେ ଅତି ସୁନ୍ଦର ବ୍ୟବସ୍ଥା ହେଇଛି। ଟିକେ ଦେଖନ୍ତୁ ଷ୍ଟାଡ଼ିୟମ୍ର ଯେଉଁ ତାରବାଡ଼ ଦିଆହେଇଛି, ଚାରିକଡ଼ ତାରବାଡ଼ ଦିଆହେଇଛି। ତାରବାଡ଼ର ଠିକ୍ ଲାଗିକି ଦେଖନ୍ତୁ ଡ୍ରେନ୍ରେ ପାଣି ଉବୁଟୁବୁ, ଗଛପତ୍ର ଢାଙ୍କି ହେଇକି ରହିଛି। ଏକଡ଼ ଆରକଡ଼ ଦେଖନ୍ତୁ ପାଣି ପୁରା ଭର୍ତ୍ତି ହେଇକି ରହିଛି। ଡେଙ୍ଗୁ ରୋଗ ହେବା ପାଇଁ ଇଏ ପୁରା ଅଣ୍ଟେ ଗହିରର ନାଳରେ ପାଣି ଉବୁଟୁବୁ ଅବସ୍ଥାରେ ରହିଛି। କ୍ରିକେଟ ଆସୋସିଏସନ୍ ଇଏ OCA ଢେଙ୍କାନାଳ ଷ୍ଟାଡ଼ିୟମ୍ OCA ଅଣ୍ଡରରେ ଅଛି। ବାରବାଟୀ ଷ୍ଟାଡ଼ିୟମ୍ ଅଣ୍ଡରରେ, କ୍ରିକେଟ ଆସୋସିଏସନ୍ ଅଣ୍ଡରରେ ଢେଙ୍କାନାଳ ଷ୍ଟାଡ଼ିୟମ୍ କଟିବନ୍ଧନ ହେଇଛି। ଦେଖନ୍ତୁ ଏଥିପ୍ରତି ନିଘା କେବେ ପଡ଼ିବ? ଷ୍ଟାଡ଼ିୟମ୍ର ସଭାପତି ସେଠି ବାବୁ, ଜିଲ୍ଲାପାଳ ସେଠି ବାବୁ ଅଛନ୍ତି, ତାଙ୍କ ନିଘା କେବେ ପଡ଼ିବ? ନଚେତ୍ ଏଇ ନାଳ ପାଣିରେ ଡେଙ୍ଗୁ ରୋଗ ବ୍ୟାପି ଲୋକ ମୃତ୍ୟୁ ମୁଖରେ ନ ପଡ଼ିବେ, କାହାର କେହି ରକ୍ଷା କରିପାରିବେ ନାହିଁ। ମୁଁ ରାଜୀବ କର, ଆମ୍ ଆଦମୀ ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା, ଢେଙ୍କାନାଳ।